नमस्कार दर्शक बंधु आपण समस्त को मो चैनल को पुणी थे स्वागत करुचे। दर्शक बंधु कौन आपण मैंने जानते मृत्यु पर आत्मा कहीं निज घर को फेरी आसे जितेबले गोटे मनीष मरी जाए तार दशाह कर्म करा जाए 12 दिन पर्यंत तार कर्म करा जाए एवं ताहापरे ताकू पिंडदान दिया जाए एवं मान्यता अनुसार 12 दिन परे ସେହି ପରିବାର ଲୋକ ଶୁଦ୍ଧି ହୋଇଥାନ୍ତି। କିନ୍ତୁ ଯେତେବେଳେ ଆତ୍ମାଟି ନିଜ ଘରକୁ ଫେରି ଆସେ ତାପରେ ସେ ଘରକୁ ଆସିକି କ'ଣ କରିଥାଏ? ଆତ୍ମା ଘରକୁ ଆସିବାର କାରଣ କ'ଣ ଥାଏ? ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣମାନେ ଜାଣିନାହାନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କ'ଣ ସତରେ ଆତ୍ମା ଘରକୁ ଫେରି ଆସେ ଏବଂ ସତରେ ଯଦି ଘରକୁ ଫେରି ଆସେ ଆସିକରି ସେ କ'ଣ କରୁଥାଏ? ଏହା ସବୁ ଗରୁଡ଼ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ତେବେ ଚାଲନ୍ତୁ ଜାଣିବା ଆତ୍ମା ମରିବା ପରେ ଘରକୁ ଆସି କ'ଣ କରୁଥାଏ। ଏବେ ଦର୍ଶକ ବନ୍ଧୁ ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଆସୁଛନ୍ତି ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ଟିଏ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ ଗୋଟିଏ ମଣିଷର ଯେତେବେଳେ ମୃତ୍ୟୁ ହୋଇଯାଏ ସେ ତାର ଶବଦାହ କରାଯାଏ ଏବଂ ସେହି ସମୟରେ ଯମଦୂତମାନେ ତାକୁ ନେଇକରି ଯମଲୋକକୁ ଯାଇଥାନ୍ତି ଏବଂ ପୁଣି ଠିକ୍ 24 ଘଣ୍ଟା ପରେ ସେହି ଆତ୍ମାକୁ ଆଣି ପୁଣି ଥରେ ଯମଦୂତମାନେ ତାର ଘରେ ଛାଡ଼ି ଦେଇଥାନ୍ତି। ଯେତେବେଳେ ସେହି ଆତ୍ମାଟି ତାର ଘର ଲୋକ ପାଖକୁ ଆସିଥାଏ ସେ ବହୁତ ଚିତ୍କାର କରିଥାଏ, ବହୁତ କାନ୍ଦିଥାଏ, ବହୁତ ଡାକୁଥାଏ, ତାକୁ ଭୋକ ବି ଲାଗୁଥାଏ। ସେ ବହୁତ କାନ୍ଦି କାନ୍ଦି କରି ଜୋର କରି ଚିଲ୍ଲାଇ ଚିଲ୍ଲାଇ ନିଜର ଘର ଲୋକକୁ ଡାକିଥାଏ। କିନ୍ତୁ ଘର ଲୋକ କେହି ବି ତାର ଡାକ ଶୁଣିପାରି ନଥାନ୍ତି କାରଣ ସେ ଗୋଟିଏ ଆତ୍ମା ହୋଇଯାଇଥାଏ। ଏମିତି ନିଜ ଘରର ପ୍ରିୟ ସଦସ୍ୟମାନଙ୍କୁ କାନ୍ଦିବାର ଦେଖି ସେ ବି କାନ୍ଦୁଥାଏ କିନ୍ତୁ କେହି ବି ତାର କାନ୍ଦ ଶୁଣିପାରି ନଥାନ୍ତି। ପରିବାର ଲୋକ ତାର କଥା ନ ଶୁଣିଲା ସେ ନିଜର ଶରୀର ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ସେ ନିଜ ଶରୀର ଭିତରକୁ ପ୍ରବେଶ କରିପାରି ନଥାଏ। ଗରୁଡ଼ ପୁରାଣରେ ଏହା ବି ବର୍ଣ୍ଣିତ ଅଛି ଯେ ଯେହେତୁ ଯମଦୂତର ଫାଶରେ ସେହି ଆତ୍ମା ବାନ୍ଧି କରିଥାଏ ସେଥିପାଇଁ ତା ନିଜ ଶରୀର ଭିତରେ ସେ ପ୍ରବେଶ କରିପାରି ନାହିଁ କିମ୍ବା କୌଣସି ଲୋକଙ୍କୁ ଯଦି ସେ ନିଜର ପ୍ରିୟ ପରିଜନଙ୍କୁ ଯେତେବେଳେ ଜୋର କରି ଚିଲ୍ଲାଇ ଚିଲ୍ଲାଇ ଡାକିଥାଏ ତାର କଥାକୁ ଆଉ କେହି ଶୁଣିପାରି ନଥାଏ। ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ ଆତ୍ମା ଯମଦୂତମାନ ନେଇକରି ଯାଆନ୍ତି ତା ପାଖରେ ଏତିକି ଶକ୍ତି ନଥାଏ ଯେ ସେ ଯମଲୋକକୁ ଯିବ ବୋଲି। ସେଥିପାଇଁ ଯମଦୂତମାନେ ଆଣିକରି ସେହି ଆତ୍ମାକୁ ତାର ଘରେ ଛାଡ଼ି ଦିଅନ୍ତି। ଯେତେବେଳେ ଗୋଟିଏ ଲୋକ ମରିଯାଏ ତାର ଘରେ 12 ଦିନ ପର୍ଯ୍ୟନ୍ତ ଦଶାହ କର୍ମ କରାଯାଏ। ଏବେ ଆପଣମାନେ ଏହି ବିଷୟରେ ଆଗରୁ ହିଁ ଅବଗତ ଥିବେ। ଯେତେବେଳେ ଦଶାହ କର୍ମ ହୁଏ ପ୍ରତ୍ୟେକ ଦିନ ଯେତେବେଳେ ପିଣ୍ଡଦାନ ଦିଆଯାଏ ସେହି ସମୟରେ ଆତ୍ମା ରୂପୀ ଶରୀରର ଗୋଟିଏ ଅଙ୍ଗ ନିର୍ମାଣ ହୁଏ ଏବଂ ଶେଷରେ ଯେତେବେଳେ ଦଶାହ କର୍ମ ଦିନ ପିଣ୍ଡଦାନ କରାଯାଏ ସେହି ଦିନ ପୁରା ଆତ୍ମା ରୂପୀ ଶରୀର ପ୍ରସ୍ତୁତ ହୋଇଯାଏ ଏବଂ ତାପରେ ଯେତେବେଳେ ପିଣ୍ଡଦାନ ସରିଯାଏ ଯେତେବେଳେ ଶୁଦ୍ଧିକ୍ରିୟା ହୋଇଯାଏ ସେହି ସମୟରେ ପୁଣି ଯମଦୂତମାନେ ତାର ସେହି ଯମଦୂତର ଫାଶରେ ଆତ୍ମା ରୂପୀ ଶରୀରକୁ ଧରିକରି ଯମଲୋକକୁ ଯାତ୍ରା କରିଥାନ୍ତି। ଚାଲନ୍ତୁ ଜାଣିବା କେଉଁ ଦିନର ଶ୍ରାଦ୍ଧ କ୍ରିୟାରେ ଯମ ସେହି ଆତ୍ମା ରୂପୀ ଶରୀରର କେଉଁ କେଉଁ ଅଙ୍ଗ ପ୍ରସ୍ତୁତ ହୁଏ। ସେହି 12 ଦିନର ଶୁଦ୍ଧିକ୍ରିୟା ପରେ ଯେଉଁ ପିଣ୍ଡଦାନ ସେହି ଆତ୍ମା ପାଇଁ ଦିଆଯାଏ ତାର ଆତ୍ମା ରୂପୀ ଶରୀର ତିଆରି ହୁଏ। 13 ଦିନରେ ସେହି ଆତ୍ମା ରୂପୀ ଶରୀର ଯମଲୋକକୁ ଯିବା ପାଇଁ ନିଜେ ରାସ୍ତା ବାହାର କରିଥାଏ। ଗରୁଡ଼ ପୁରାଣ ଅନୁସାରେ ଗୋଟିଏ ଆତ୍ମା ଯମଲୋକକୁ ଯିବା ପାଇଁ ମୃତ୍ୟୁ ଲୋକରୁ ଯମଲୋକକୁ ଯିବା ପାଇଁ ଏହି ଧରା ପୃଷ୍ଠରୁ ଯମଲୋକକୁ ଯିବା ପାଇଁ ଗୋଟିଏ ବର୍ଷର ସମୟ ଲାଗେ। ଏବେ ଆପଣମାନେ ଚିନ୍ତା କରନ୍ତୁ ଯେତେବେଳେ ଆପଣମାନେ ମାସିଆରୀ ଭୋଜନ ଦିଅନ୍ତି କିପରି ଆମର ବିଶ୍ୱାସ ଅଛି ଯେ ଏହି ମାସିଆରୀ ଭୋଜନ ଆମର ପୂର୍ବଜମାନେ ଖାଆନ୍ତି ବୋଲି। ତାପରେ ଯାଇ ଗୋଟିଏ ବର୍ଷରେ ଆମେ ପୁଣି ଥରେ ବର୍ଷିକିଆ ଶ୍ରାଦ୍ଧ କରିଥାଉ। ସେହି ସମୟରେ ଆତ୍ମା ରୂପୀ ଶରୀର ତାହାକୁ ଗ୍ରହଣ କରି ସିଏ ଯାଇଥାଏ ଯମଲୋକକୁ। ପ୍ରତ୍ୟେକ ମାସରେ ଆମେ ଯେଉଁ ପିଣ୍ଡଦାନ ଦଉଛୁ ମାସିଆରୀ ଦଉଛେ ବ୍ରାହ୍ମଣ ଭୋଜନ ଦଉଛେ ତାହା ସେ ସବୁ ଆତ୍ମା ରୂପୀ ଶରୀରକୁ ବଳ ମିଳିଥାଏ
ଯାହାକୁ ଖାଇକରି ସେ ଯମଲୋକକୁ ଯାଇଥାଏ। ଏବେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ଯେ ଯେଉଁ ବ୍ୟକ୍ତି ମରିଯାଆନ୍ତି ସେମାନଙ୍କର ପିଣ୍ଡଦାନ କରାଯାଏ ନାହିଁ, ସେମାନଙ୍କର କ'ଣ ହେଉଥିବ? ଏବେ ଏହାର ଉତ୍ତର ବି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଯାହାର ଶ୍ରାଦ୍ଧ ନ ଦିଆଯାଏ, 13 ଦିନ ଭିତରେ ପିଣ୍ଡଦାନ ନ ଦିଆଯାଏ, ସେହି ଆତ୍ମାରୂପୀ ଶରୀରକୁ ଯମଦୂତମାନେ ବହୁତ କଷ୍ଟ ଦେଇଥାନ୍ତି। କାରଣ ତାର ଶରୀରରେ ସେତିକି ବଳ ନଥାଏ ଯମଲୋକକୁ ଯିବା ପାଇଁ। ସେଥି ନିମନ୍ତ ତାକୁ ଯମଦୂତମାନେ ଘୋଷାଡ଼ି ଘୋଷାଡ଼ି କରି ନେଇଥାନ୍ତି। ଏବେ ଦର୍ଶକ ବନ୍ଧୁ, ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଆସୁଥିବ ଯେ ଯେଉଁ ମୃତକ ପରିଜନଙ୍କ ଧାର ନେଇକରି ପିଣ୍ଡଦାନ କରେଇଥାନ୍ତି, ଶ୍ରାଦ୍ଧ କରେଇଥାନ୍ତି, ସେମାନଙ୍କର କ'ଣ ହୁଏ? ସେପରି ଭୋଜନ, ସେପରି ପିଣ୍ଡଦାନକୁ ମୃତକ ପରିଜନ ଜମା ବି ଗ୍ରହଣ କରିନଥାନ୍ତି। କାରଣ କେବେ ବି ଗୋଟିଏ ପରିବାରର ସଦସ୍ୟ ଚାହିଁବେ ନାହିଁ ମୋ ପରିବାର ଲୋକ କଷ୍ଟ କରି କରଜ ନେଇକରି ମୋର ପିଣ୍ଡଦାନ କରନ୍ତୁ। ନିଜ ସଦସ୍ୟଙ୍କୁ, ପରିବାରର ସଦସ୍ୟଙ୍କୁ ଦୁଃଖୀରେ ରଖିକରି ସେ କେବେ ବି ସେହି ଜିନିଷକୁ ଗ୍ରହଣ କରିବେ ନାହିଁ। ଗରୁଡ଼ ପୁରାଣରେ ଏହା ବି ବର୍ଣ୍ଣିତ ଅଛି ଯେ ଯେଉଁ ବ୍ୟକ୍ତିମାନେ ଭଲ କର୍ମ କରିଥାନ୍ତି ତାଙ୍କୁ ସ୍ୱୟଂ ଯମରାଜା ଆସିକରି ଅତି ସମ୍ମାନର ସହକାରେ ଯମଲୋକକୁ ନେଇଥାନ୍ତି। ରାସ୍ତାରେ ଯିବା ସମୟରେ ଟିକିଏ ବି କଷ୍ଟ ତାଙ୍କୁ ଉଠାଇବା ପାଇଁ ପଡ଼ିନଥାଏ। କିନ୍ତୁ ଯେଉଁ ମନୁଷ୍ୟ ଅପକର୍ମ କରିଥାଏ, ବହୁତ କୁକର୍ମ କରିଥାଏ, ମରିଯିବା ପରେ ଯେତେବେଳେ ଯମଲୋକକୁ ଯାତ୍ରା କରିଥାଏ ତାକୁ ଯମଦୂତମାନେ ବହୁତ କଷ୍ଟ ଦେଇଥାନ୍ତି। ପୁଣ୍ୟ ଲୋକକୁ ଯମରାଜମାନେ ତାକୁ ସ୍ୱର୍ଗ ଲୋକକୁ ପଠାଇ ଦେଇଥାନ୍ତି। କିନ୍ତୁ ଯେଉଁ ମନୁଷ୍ୟ କୁକର୍ମ କରିଥାଏ ତାକୁ ନର୍କକୁ ପଠାଯାଇଥାଏ ଏବଂ କଠିନରୁ କଠିନ ଦଣ୍ଡ ଦିଆଯାଇଥାଏ। ତେବେ ଦର୍ଶକ ବନ୍ଧୁ, ମୃତ୍ୟୁ ତ ଚିରନ୍ତନ ସତ୍ୟ ଅଟେ। ଯିଏ ଏହି ମୃତ୍ୟୁ ଲୋକରେ, ଏହି ଧରା ପୃଷ୍ଠରେ ଜନ୍ମ ନେଇଛି, ଦିନେ ନା ଦିନେ ତ ତାକୁ ମରିବା ପାଇଁ ହିଁ ପଡ଼ିବ। ଏବେ ଦର୍ଶକ ବନ୍ଧୁ, ଆଜିର ଏହି ସୁନ୍ଦର ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।